ଆପଣଙ୍କ ଘରେ ଆଜ୍ଞା ବ୍ରାହ୍ମଣ ଯେତେବେଳେ ପୂଜା ପଦ୍ଧତି ସମାପନ କରିବାକୁ ଆସୁଛନ୍ତି, ଯଜ୍ଞ ହୋମ କର୍ମ ସମ୍ପାଦନ କରିବା ପାଇଁ ଆସୁଛନ୍ତି, ପୂଜା କର୍ମ ଶେଷ ପରେ ଆପଣଙ୍କୁ ଆଜ୍ଞା ହସ୍ତ ଟେକି ଆଶୀର୍ବାଦ ପ୍ରଦାନ କରନ୍ତି। ଆପଣ ଯେତେବେଳେ ବ୍ରାହ୍ମଣ ଗୋସାଇଁଙ୍କ ପଦରେ ଶରଣ ପଶନ୍ତି, ପ୍ରଣାମ କରନ୍ତି, ମିଷ୍ଟାନ୍ନ ଦାନ ବା ଭୂରି ଭୋଜନ ଦିଅନ୍ତି, ସେତିକି ବେଳେ ସେ ହସ୍ତ ଟେକି ଆଜ୍ଞା ଆଶୀର୍ବାଦ କରନ୍ତି ବ୍ରାହ୍ମଣ ଗୋସାଇଁ। ତେବେ ପ୍ରକୃତରେ ବ୍ରାହ୍ମଣ ଗୋସାଇଁ ଯେଉଁ ଆଶୀର୍ବାଦ ଆପଣଙ୍କୁ ପ୍ରଦାନ କରନ୍ତି, ତାହା କ'ଣ ପ୍ରକୃତରେ ଫଳପ୍ରଦ ହୁଏ? ସେ ଆଶୀର୍ବାଦ ପ୍ରାପ୍ତ ହେଲେ ନିଶ୍ଚିତ ଭାବରେ ଆପଣଙ୍କର ସେ ଆଶୀର୍ବାଦ କ'ଣ ପାଆନ୍ତି? ତେବେ କୋଉ ଶକ୍ତି ଆଜ୍ଞା ବ୍ରାହ୍ମଣଙ୍କ ନିକଟରେ ଥାଏ? ସେ ହସ୍ତ ଟେକି ଆଶୀର୍ବାଦ କରିବା ଦ୍ୱାରା ନିଶ୍ଚିତ ଭାବରେ ଆପଣ ସେ ଆଶୀର୍ବାଦ ପ୍ରାପ୍ତ କରନ୍ତି। ଆସନ୍ତୁ ଜାଣିବା ପୁରାଣ ରହସ୍ୟ ମାଧ୍ୟମରେ। ଜନ୍ମରୁ କେହି ଆଜ୍ଞା ବ୍ରାହ୍ମଣ ଭାବରେ ଜନ୍ମଗ୍ରହଣ କରିନଥାନ୍ତି ସଂସାରରେ। ଶାସ୍ତ୍ର ପ୍ରମାଣ ଦେଇଛନ୍ତି ଜନ୍ମନି ଜାୟତେ ଶୂଦ୍ର। ବ୍ରାହ୍ମଣ ଯେତେବେଳେ ଜନ୍ମଗ୍ରହଣ କରନ୍ତି ଆଜ୍ଞା ଶୂଦ୍ର ଅବସ୍ଥାରେ ଥାନ୍ତି। ସଂସ୍କାର ଦ୍ୱିଜ ଉଚ୍ୟତେ, ଯେତେବେଳେ ସଂସ୍କାର କର୍ମ ହୁଏ, ସମ୍ପାଦନ ହୁଏ, ସେତେବେଳେ ଆଜ୍ଞା ଦ୍ୱିଜ ହୁଅନ୍ତି ଆଜ୍ଞା। ବେଦଭ୍ୟାସ ଭବେତ ବିପ୍ର, ଯେତେବେଳେ ବେଦଭ୍ୟାସ କରନ୍ତି ସେତେବେଳେ ବିପ୍ର ପଦ ବାଚ୍ୟ ବ୍ରାହ୍ମଣ ମାନେ ବିପ୍ର ବୋଲି ଆଜ୍ଞା ଗଣା ହୁଅନ୍ତି। ବ୍ରହ୍ମ ଜାନାତି ବ୍ରାହ୍ମଣ, ଯିଏ ବ୍ରହ୍ମକୁ ଦର୍ଶନ କରନ୍ତି, ବ୍ରହ୍ମଜ୍ଞାତା ହୁଅନ୍ତି, ସେ ହେଉଛନ୍ତି ପ୍ରକୃତରେ ବ୍ରାହ୍ମଣ। ତେବେ ଆସନ୍ତୁ ଜାଣିବା, ଯେଉଁ ବ୍ରାହ୍ମଣ ଗୋସାଇଁ ଆପଣଙ୍କ ଘରକୁ ଆସୁଛନ୍ତି ସେ ହେଉଛନ୍ତି ପୁରୋହିତ। ତାଙ୍କ ନିକଟରେ ଏମିତି କୋଉ ଶକ୍ତି ଥାଏ? ସେ ଆଶୀର୍ବାଦ ପ୍ରଦାନ କରିଲେ ନିଶ୍ଚିତ ଭାବରେ ସେ ଆଶୀର୍ବାଦ ଆପଣ ପ୍ରାପ୍ତ ହୁଅନ୍ତି। ଆମ ଶାସ୍ତ୍ର ପ୍ରମାଣ ଦେଇଛନ୍ତି ଆଜ୍ଞା ବ୍ରାହ୍ମଣଙ୍କର ଯେଉଁ ଦକ୍ଷିଣ ହସ୍ତ, ଇଏ ବ୍ରାହ୍ମଣଙ୍କର ଦକ୍ଷିଣ ହସ୍ତରେ କ'ଣ ଅଛି ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ। ପ୍ରକୃତରେ କୋଉ ଶକ୍ତି ପ୍ରକୃତ ବ୍ରାହ୍ମଣଙ୍କର ଦକ୍ଷିଣ ହସ୍ତରେ ନିହିତ ଅଛି? ଯେଉଁ ଦକ୍ଷିଣ ହସ୍ତ ଟେକି ଆପଣଙ୍କୁ ଆଶୀର୍ବାଦ ପ୍ରଦାନ କଲେ ନିଶ୍ଚିତ ଭାବରେ ଆପଣ ଆଶୀର୍ବାଦ ପ୍ରାପ୍ତ ହେବେ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ତେବେ ଶାସ୍ତ୍ର ପ୍ରମାଣ ଦେଇଛନ୍ତି ଆଜ୍ଞା କ'ଣ ଶକ୍ତି ଅଛି ବ୍ରାହ୍ମଣଙ୍କ ଦକ୍ଷିଣ ହସ୍ତରେ? ନା ଗଙ୍ଗା ବହତି ଅଙ୍ଗୁଷ୍ଠ୍ୟା। ବ୍ରାହ୍ମଣଙ୍କର ବୃଦ୍ଧ ଅଙ୍ଗୁଷ୍ଠି ବା ଇଏ ହସ୍ତ ଦକ୍ଷିଣ ହସ୍ତରେ, ଅଙ୍ଗୁଷ୍ଠିରେ ଅଛନ୍ତି ଆଜ୍ଞା ଗଙ୍ଗା ବହତି ଅଙ୍ଗୁଷ୍ଠ୍ୟା। ତର୍ଜନୀ ଯମୁନା ନଦୀ, ଆପଣ ମାନେ ଜାଣିଛନ୍ତି ଗଙ୍ଗେଶ୍ଚ ଯମୁନେଶ୍ଚୈବ ଗୋଦାବରୀ ସରସ୍ୱତୀ ନର୍ମଦେ ସିନ୍ଧୁ କାବେରୀ ଜଳସ୍ମି ସନ୍ନିଧି କୁରୁ ସପ୍ତ ତୀର୍ଥ। ଯିଏକି ଆଜ୍ଞା ଆମକୁ ମୁକ୍ତି ପଥର ଯାତ୍ରୀ କରନ୍ତି। ଯେଉଁ ସପ୍ତ ତୀର୍ଥକୁ ଦର୍ଶନ କଲେ ବା ସେ ପାଣିକୁ ଆପଣ ପ୍ରାପ୍ତ ହେଲେ ନିଶ୍ଚିତ ଭାବରେ ସପ୍ତ ତୀର୍ଥର ବାରିକୁ ଆପଣ ଗ୍ରହଣ କରନ୍ତି। ପୂଜା ଅର୍ଚ୍ଚନା କୌଣସି ଶୁଭ କର୍ମରେ ମଧ୍ୟ ସପ୍ତ ତୀର୍ଥର ବାରି ଆଜ୍ଞା ଆପଣ ଖୋଜନ୍ତି ବା ଦରକାର ପଡ଼େ। ତେବେ ପ୍ରକୃତରେ ଶାସ୍ତ୍ର ପ୍ରମାଣ ଦେଉଛନ୍ତି ଗଙ୍ଗା ବହତି ଅଙ୍ଗୁଷ୍ଠ୍ୟା, ତର୍ଜନୀ ଯମୁନା ନଦୀ। ବ୍ରାହ୍ମଣଙ୍କର ତର୍ଜନୀ, ଏ ଦକ୍ଷିଣ ହସ୍ତର ତର୍ଜନୀ ଅଙ୍ଗୁଷ୍ଠିରେ ଯମୁନା ନଦୀ ଆଜ୍ଞା ରହିଥାଏ। ମଧ୍ୟେ ଗୋଦାବରୀ ଶୈବ, ଯୋଉ ମଧ୍ୟମ ଅଙ୍ଗୁଷ୍ଠି ଆଜ୍ଞା ବ୍ରାହ୍ମଣଙ୍କର ଦକ୍ଷିଣ ହସ୍ତର ମଧ୍ୟମ ଅଙ୍ଗୁଷ୍ଠିରେ ଗୋଦାବରୀ ତୀର୍ଥ, ଯେଉଁ ଗୋଦାବରୀ ନଦୀ, ସେ ଗୋଦାବରୀର ଫଳ ଥାଏ ଆଜ୍ଞା। ମଧ୍ୟେ ଗୋଦାବରୀ ଶୈବ ସିନ୍ଧୁଶ୍ଚୈବ ଅନାମିକା। ଗଙ୍ଗେଶ୍ଚ ଯମୁନେଶ୍ଚୈବ ନର୍ମଦେ ସିନ୍ଧୁ, ଇଏ ଅନାମିକା ଅଙ୍ଗୁଷ୍ଠିରେ ଆଜ୍ଞା ସିନ୍ଧୁଶ୍ଚୈବ ଅନାମିକା, ଏଥିରେ ସିନ୍ଧୁ ନଦୀର ପ୍ରକୃତରେ ସୁଖ ସମୃଦ୍ଧି ବା ଆଶୀର୍ବାଦ ସିନ୍ଧୁ ନଦୀର ଫଳ ଏଠାରେ ଇଏ ତର୍ଜନୀରେ ରହିଥାଏ, ଅନାମିକା ଅଙ୍ଗୁଷ୍ଠିରେ। କନିଷ୍ଠା ଗୋମତୀ ତୀରେ, ଗୋମତୀ ଯେଉଁ ପବିତ୍ର ପୂର୍ଣ୍ଣତୟା ନଦୀ ଆଜ୍ଞା ଗୋମତୀ, ଏ ଗୋମତୀ ତୀରଟା ହଉଛି ଆଜ୍ଞା କନିଷ୍ଠ ଅଙ୍ଗୁଷ୍ଠିରେ ଗୋମତୀ ତୀରର ଫଳ ରହିଥାଏ, ଯଦ୍ୱାରା ବ୍ରାହ୍ମଣ ଆପଣଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି। ହସ୍ତ ମଧ୍ୟେ ସସାଗରା, ତେବେ ଯେଉଁ ସପ୍ତ ସାଗର ଅଛି, ଲବଣ ଇକ୍ଷୁ ସୁରା ଦୁଗ୍ଧ ଇତ୍ୟାଦି, ଯେଉଁ ସାତ ସମୁଦ୍ର,
ଏ ସାତ ସମୁଦ୍ର ମଧ୍ୟରୁ ହସ୍ତ ମଧ୍ୟରେ ଶଶାଗରା, ଇଏ ହସ୍ତ ମଧ୍ୟରେ ଶଶାଗରା ତୀର୍ଥ, ଏ ସାଗରର ସାତଟି ସାଗର ଆଜ୍ଞା ରହିଛନ୍ତି। ଇତାନି ସପ୍ତ ତୀର୍ଥାନି, ଏଇ ସପ୍ତ ତୀର୍ଥାନି ବିପ୍ର କରୋସି ଦକ୍ଷିଣ, ବ୍ରାହ୍ମଣଙ୍କର ଦକ୍ଷିଣ ହସ୍ତରେ ପ୍ରକୃତରେ ଏ ସାତଟା ତୀର୍ଥ ରହିବା ସଙ୍ଗେ ସଙ୍ଗେ ଶଶାଗରା ଇଏ ସାଗର ମଧ୍ୟ ରହିଥାଏ, ଯଦ୍ୱାରା ବ୍ରାହ୍ମଣ ଯେତେବେଳେ ଆପଣଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି, ଏ ଦକ୍ଷିଣ ହସ୍ତ ଟିକେ ଆଶୀର୍ବାଦ ପ୍ରଦାନ କଲେ ନିଶ୍ଚିତ ଭାବରେ ପ୍ରକୃତ ବ୍ରାହ୍ମଣଙ୍କ ନିକଟରୁ ଆପଣ ଏ ଆଶୀର୍ବାଦ ପ୍ରାପ୍ତ ହେବେ, ତେଣେ ମାତ୍ର ସନ୍ଦେହ ନାହିଁ। ତେଣୁ ସ୍ୱଳ୍ପ ସମୟର କଥାବସ୍ତୁ ଆପଣମାନଙ୍କ ଆଗରେ ଯେଉଁ ପରିପ୍ରକାଶ କଲି, ଯେଉଁ ବ୍ରାହ୍ମଣ ଗୋସାଇଁ ଆପଣଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି, ବ୍ରାହ୍ମଣଙ୍କ ଦକ୍ଷିଣ ହସ୍ତରେ ପ୍ରକୃତରେ କେଉଁ ପୁଣ୍ୟ ଫଳ ମିଳେ ବା ପୁଣ୍ୟ ଆମେ ପ୍ରାପ୍ତ କରୁ ନା, ଗଙ୍ଗା ବହତି ଅଙ୍ଗୁଷ୍ଠେ ତର୍ଜନୀ ଯମୁନା ନଦୀ ବଧ୍ୟେ ଗୋଦାବରୀଶ୍ଚୈବ ସିନ୍ଧୁଶ୍ଚୈବ ଅନାମିକା କନିଷ୍ଠା ଗୋମତୀ ତୀରେ ହସ୍ତ ମଧ୍ୟେ ଶଶାଗରା ଏତାନି ସପ୍ତ ତୀର୍ଥାନି ବିପ୍ରହସ୍ତ କରୁଷି ଦକ୍ଷିଣେ, ବିପ୍ର କରୁଷି ଦକ୍ଷିଣେ। ଦକ୍ଷିଣ ହସ୍ତରେ ଏ ପ୍ରକାର ତୀର୍ଥ ବ୍ରାହ୍ମଣ ଗୋସାଇଁଙ୍କ ହସ୍ତରେ ଦକ୍ଷିଣ ହସ୍ତରେ ରହିଥାଏ। ତେଣୁ ବ୍ରାହ୍ମଣ ଗୋସାଇଁଙ୍କୁ ସେଇଥିପାଇଁ ଆମ ଶାସ୍ତ୍ର ପ୍ରମାଣ ଦେଇଛନ୍ତି, ବ୍ରାହ୍ମଣ କଲେ ଅପରାଧ ବେଗେ ପୂଜିବ ତାଙ୍କ ପାଦ। ଗୁରୁ ବ୍ରାହ୍ମଣ ପିତାମାତା ଏମାନେ ପ୍ରତ୍ୟକ୍ଷ ଦେବତା। ତେଣୁ ବ୍ରାହ୍ମଣଙ୍କ ସେବାରେ ଆମେ କେବେ ତ୍ରୁଟି କରିବା ନା, ନିଶ୍ଚିତ ଭାବରେ ବ୍ରାହ୍ମଣଙ୍କୁ ଭରି ଭୋଜନ ଦେଇ ତାଙ୍କର ସେବା କରି ତାଙ୍କ ନିକଟରୁ ଆମେ ଆଶୀର୍ବାଦ ପ୍ରାପ୍ତ ହେବା। ତେବେ ସ୍ୱଳ୍ପ ସମୟର କଥାବସ୍ତୁକୁ ମୁଁ ଏଠି ବିଶ୍ରାମ ଦଉଛି। ପରବର୍ତ୍ତୀ ଅଧ୍ୟାୟରେ ଆଉ ଗୋଟିଏ ସୁନ୍ଦର କଥାବସ୍ତୁ ନେଇ ଆପଣମାନଙ୍କ ଆଗରେ ମୁଁ ଉପସ୍ଥାପନ କରିବି। ସେ ସର୍ବେ ଭବନ୍ତୁ ସୁଖୀନା ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିଦ୍ ଦୁଃଖ ଭାଗ ଭବେ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।